ବିଶ୍ୱରେ ପ୍ରଥମ ଥର ପାଇଁ ବ୍ରାଜିଲରେ ଓରପୋକ ଭାଇରସ୍ ଯୋଗୁଁ ମୃତ୍ୟୁ ରେକର୍ଡ ହୋଇଛି। ଏହା ଏକ ଅଜ୍ଞାତ ରୋଗ ଯାହା ସଂକ୍ରାମିତ ମଶା ଏବଂ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଗୁରୁବାର ଦିନ ବାହାରେ 2 ଜଣ ମହିଳା ଏହି ଭାଇରସ୍ ଯୋଗୁଁ ମୃତ୍ୟୁ ଘଟିଛି। ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଉଭୟ ମହିଳାଙ୍କ ବୟସ 30 ବର୍ଷରୁ କମ୍ ଥିଲା। 1955 ମସିହା ତ୍ରିନିଦାଦ ଏବଂ ଟୋବାଗୋରେ ପ୍ରଥମ ମିଳିଥିବା ଏହି ଭାଇରସ୍ ମଶା କାମୁଡ଼ିବା ଦ୍ୱାରା ବିସ୍ତାର ହୋଇଥିଲା। ଏହା ମଶା ଦ୍ୱାରା ବିସ୍ତାର ହୋଇପାରେ। ଇଟାଲୀୟ ସଂକ୍ରାମକ ରୋଗ ଅନୁସନ୍ଧାନକାରୀ କୋଟୋସେଟ୍ଟା କାଷ୍ଟିଲେଟି ଏଏଫ୍ପିଙ୍କୁ କହିଛନ୍ତି ଯେ ଏହା ସୂଚାଇବା ଅତ୍ୟନ୍ତ ଜରୁରୀ ଯେ ଆମର ବର୍ତ୍ତମାନ ଜ୍ଞାନ ଅନୁଯାୟୀ ଏହି ଭାଇରସ୍ ସିଧାସଳଖ ବ୍ୟକ୍ତିଙ୍କଠାରୁ ବ୍ୟାପି ନଥାଏ। ଏହାର ଅର୍ଥ ଏହି ରୋଗ ସଂକ୍ରାମକ ନୁହେଁ ଏବଂ ପ୍ରଭାବିତ ଅଞ୍ଚଳରେ ଯାଉଥିବା ଯାତ୍ରୀମାନେ ଅନ୍ୟ ସ୍ଥାନରେ ଭାଇରସ୍ ବିସ୍ତାର କରିପାରିବେ ନାହିଁ। ପାହ ଅନୁଯାୟୀ ଗର୍ଭବତୀ ମହିଳାଙ୍କଠାରୁ ସେମାନଙ୍କର ଜନ୍ମିତ ଶିଶୁକୁ ଏହି ଜୀବାଣୁ ସଂକ୍ରମିତ ହୋଇପାରିବ କି ସେ ନେଇ ବ୍ରାଜିଲ କର୍ତ୍ତୃପକ୍ଷ ଅନୁସନ୍ଧାନ କରିଛନ୍ତି। ବ୍ରାଜିଲର ଅଧିକାରୀମାନେ ସମ୍ପ୍ରତି ରିପୋର୍ଟରେ ଅନୁସନ୍ଧାନ କରିଛନ୍ତି ଯେ ଗର୍ଭବତୀ ମହିଳାଙ୍କ ଜନ୍ମିତ ଶିଶୁ ନିକଟରେ ଏହି ଭାଇରସ୍ ପହଞ୍ଚିପାରେ। କେତେକ ଅଞ୍ଚଳରେ ଏପର୍ଯ୍ୟନ୍ତ ମାମଲା ରୁଜୁ ହୋଇଛି। ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବ୍ରାଜିଲ 2024ରେ 7,236 ମାମଲା ରେକର୍ଡ କରିବ ବୋଲି ଆକଳନ କରାଯାଇଛି। ପାହ ରିପୋର୍ଟ କରିଛି ଯେ ବ୍ରାଜିଲ, ବରିଭୁଆ, ପେରୁ, କ୍ୟୁବ ଏବଂ କଲମ୍ବିଆରେ 5ଟି ଦେଶରେ ଚଳିତ ବର୍ଷ ଓରପୋକ ଭାଇରସ୍ 7,700ରୁ ଅଧିକ ମାମଲା ଦେଖିବାକୁ ମିଳିଛି। ଶୁଣନ୍ତୁ ଆଜ୍ଞା, ଓରପୋକର ଲକ୍ଷଣ। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ ଏହି ଭାଇରସ୍ ଡେଙ୍ଗୁ ଭଳି ଲକ୍ଷଣ ଦେଖାଏ, ଯେପରିକି ଜ୍ୱର, ମାଂସପେଶୀ ଯନ୍ତ୍ରଣା, ଗଣ୍ଠି କଠିନତା, ମୁଣ୍ଡବିନ୍ଧା, ବାନ୍ତି, ଥଣ୍ଡା ଏବଂ ଆଲୋକ ପ୍ରତି ସମ୍ବେଦନଶୀଳତା ସାମିଲ। ବର୍ତ୍ତିବାର ଉପାୟ ହେଉଛି ପ୍ରଭାବିତ ଅଞ୍ଚଳରେ ମଶା କାମୁଡ଼ିବା ଠାରୁ ନିଜକୁ ସୁରକ୍ଷା ରଖ।